ଅମାନିଆଙ୍କୁ ଆଉ ଛଡ଼ାଯିବନି। ରଙ୍ଗ ରୁଟ୍ରେ ଗାଡ଼ି ଚଲାଉଛନ୍ତି କି? ହେଲମେଟ୍ ନ ପିନ୍ଧିବାର ଅଭ୍ୟାସ ରହିଛି କି? ଯଦି ଏଭଳି ବେପରୁଆ ଭାବେ ଗାଡ଼ି ଚଳାଉଛନ୍ତି ତେବେ ହୋଇଯାଆନ୍ତୁ ସାବଧାନ, କାରଣ ଏଣିକି ରାଜ୍ୟରେ ଟ୍ରାଫିକ୍ ଉଲ୍ଲଂଘନକାରୀଙ୍କ ଉପରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ। ଡ୍ରାଇଭିଂ ଲାଇସେନ୍ସ, ଫିଟନେସ୍ ସାର୍ଟିଫିକେଟ୍ ଓ ଗାଡ଼ିର ରେଜିଷ୍ଟ୍ରେସନ ହେବ ବାତିଲ। ରାଜ୍ୟ ସଡ଼କ ପ୍ରାଧିକରଣ ଏନେଇ ଜାରି କରିଛି ନିର୍ଦ୍ଦେଶନାମା। ମଦ ପିଇ ଗାଡ଼ି ଚଳାଇବା, ବେଗ ଅତିକ୍ରମ କରିବା, ଦୁର୍ଘଟଣାରେ ମୃତ୍ୟୁ କିମ୍ବା ଆହତ ଘଟଣାରେ ଡ୍ରାଇଭିଂ ଲାଇସେନ୍ସ ବାତିଲ ହୋଇଯିବ ବୋଲି ନିୟମ ରହିଛି। ବାରମ୍ବାର ନିୟମ ଉଲ୍ଲଂଘନ କଲେ ଆର୍ସି ବାତିଲ କରିଦିଆଯିବ ବୋଲି ପରିବହନ ବିଭାଗ କହିଛି। ସମସ୍ତ କାର୍ଯ୍ୟାନୁଷ୍ଠାନକୁ ବାହନ ଓ ସାରଥୀ ପୋର୍ଟାଲରେ ତୁରନ୍ତ ରେକର୍ଡ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅବହେଳା କଲେ କର୍ମଚାରୀଙ୍କ ବିରୋଧରେ ମଧ୍ୟ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସର୍କୁଲାରରେ କୁହାଯାଇଛି। ଦୁଇଟି ସର୍କୁଲାର ଭିତରୁ ଗୋଟିଏ 25/8/2015ରେ ଜାରି ହୋଇଥିବା ବେଳେ ରାଜ୍ୟ ପ୍ରାଧିକରଣ ଜାରି କରିଥିଲେ, ଆଉ ଅନ୍ୟ ସର୍କୁଲାର 15/6/2025ରେ ଜାରି ହୋଇଛି। 10 ବର୍ଷ ତଳେ ଜାରି ହୋଇଥିବା ସର୍କୁଲାରରେ ବି ସମାନ କଥା ଲେଖାଯାଇଛି। ଟ୍ରାଫିକ୍ ନିୟମ ଉଲ୍ଲଂଘନ କଲେ ଡ୍ରାଇଭିଂ ଲାଇସେନ୍ସ ବାତିଲ ହେବ ବୋଲି ଲେଖାଯାଇଛି। କିନ୍ତୁ ସବୁଠୁ ବଡ଼ ଦୁର୍ଭାଗ୍ୟର କଥା, ପ୍ରଥମ ସର୍କୁଲାରକୁ 10 ବର୍ଷ ବିତି ଯାଇଥିଲେ ବି ନିୟମ ହୋଇପାରୁନି କଡ଼ାକଡ଼ି। ନିୟମ ଉଲ୍ଲଂଘନକାରୀ ବେପରୁଆ ଭାବେ ଚଳାଇଛନ୍ତି ଗାଡ଼ି। କେବଳ ଲାଇସେନ୍ସ ବାତିଲ ନୁହଁ, ବରଂ ସମସ୍ତ ନିୟମକୁ କଡ଼ାକଡ଼ି କରିବା ଦିଗରେ ପରିବହନ ବିଭାଗ କାମ କରୁ ବୋଲି ବିଶେଷଜ୍ଞ କହିଛନ୍ତି। ବ୍ୟୁରୋ ରିପୋର୍ଟ, जनता टीवी।